ଦୁଇ କୋଟି ଟଙ୍କା ପାଇଁ ବ୍ୟବସାୟୀଙ୍କୁ ଅପହରଣ। ଗୋପାଳପୁର ଥାନା ସତ୍ୟନାରାୟଣପୁର ଗାଁରୁ ଆସିଛି ଏଭଳି ଅଭିଯୋଗ। ଗାଁର ସୁଧୀର ପାତ୍ର ଗତ 4 ଦିନ ହେବ ନିଖୋଜ ଅଛନ୍ତି। ଏହା ମଧ୍ୟରେ ଅପହରଣକାରୀ 2 କୋଟି ଟଙ୍କା ମାଗିଥିବା ଜଣାପଡ଼ିଛି। ଗତ 15 ତାରିଖରୁ ସୁଧୀର ନିଖୋଜ ଥିବା କହିଛନ୍ତି ତାଙ୍କ ପତ୍ନୀ ରଶ୍ମିତା କୁମାରୀ। ସେହିଦିନ ରାତିରେ ତାଙ୍କ ହ୍ୱାଟ୍ସଆପ୍ ନମ୍ବରକୁ କଲ୍ କରି ଜଣେ ବ୍ୟକ୍ତି କହିଥିଲେ ସ୍ୱାମୀଙ୍କୁ ମୁକ୍ତ କରିବାକୁ ହେଲେ 2 କୋଟି ଟଙ୍କା ଦେବାକୁ ପଡ଼ିବ, ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିବା କହିଛନ୍ତି ରଶ୍ମିତା। ଏନେଇ ଅଭିଯୋଗ ପାଇବା ପରେ ସୁଧୀରଙ୍କ ସନ୍ଧାନରେ ଲାଗିଛନ୍ତି ବ୍ରହ୍ମପୁର ଓ ଗଞ୍ଜାମ ପୁଲିସର 7ଟି ସ୍ୱତନ୍ତ୍ର ଟିମ୍। ସବୁ ଦିଗକୁ ନଜର ରଖି ତଦନ୍ତ କରୁଛି ପୁଲିସ। ବିଭିନ୍ନ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହିତ ପରିବାର ଲୋକ ଏବଂ ସାଙ୍ଗସାଥୀଙ୍କୁ ପଚରାଉଚରା କରୁଛି ପୁଲିସ। ସିଡିଆର୍ ବାହାର କରି ଯେଉଁମାନେ କଥା ହୋଇଥିଲେ ସମସ୍ତଙ୍କୁ ଡାକି ଜେରା କରୁଛି ପୁଲିସ। ବ୍ୟାଙ୍କରୁ ପୁଲିସ ସୁଧୀରଙ୍କ ଅର୍ଥ ନେଣଦେଣର ତଥ୍ୟ ବାହାର କରିଛି। ସୁଧୀର ଜଣେ ପ୍ଲଟ୍ ବ୍ୟବସାୟୀ ଓ ଜଣେ ଭଲ ଭଲିବଲ ଖେଳାଳି। 15 ତାରିଖ ଦିନ ଭାବି ନାରାୟଣପୁରରୁ ସେ ଭଲି ଖେଳି ଘରକୁ ଫେରୁଥିବା ବେଳେ ମାଣ୍ଡିଆପଲ୍ଲୀ ରାସ୍ତାରେ ତାଙ୍କୁ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ସେଠାରୁ ତାଙ୍କର ବାଇକ୍ ଉଦ୍ଧାର କରାଯାଇଥିବା ବେଳେ ଏଯାବତ୍ ତାଙ୍କର କୌଣସି ପତ୍ତା ମିଳୁନି। ଗଞ୍ଜାମ ପୁଲିସ ଜିଲ୍ଲାର 4ଟି ଟିମ୍ ଏବଂ ବ୍ରହ୍ମପୁର ପୁଲିସ ଜିଲ୍ଲାର 3ଟି ଟିମ୍ ସହିତ ଅନ୍ୟ ଟିମ୍ ମଧ୍ୟ ତଦନ୍ତ କରୁଛନ୍ତି। ଖୁବ୍ ଶୀଘ୍ର ପୁରା ଘଟଣାର ପର୍ଦ୍ଦାଫାଶ ହେବ ବୋଲି କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ୍ପି ଆଲୋକ ଜେନା। बेसी कहवा ठीक नहीं बहुत चलছে एसपी गंजाम का नेतृत्व এটা चलছে टीम बहुत सब हम सफलता पाइबू धरा पड़ी बस माने এবং তদন্তর দিগକୁ ଆମେ କିଛି ଏକ୍ସପୋଜ୍ କରୁନାହିଁ ହୁଏ ବଟ୍ ନିଶ୍ଚୟ ଆମେ ତାକୁ ଡେଫିନେଟଲି ପାଇଯିବୁ। ହଁ ଅଛି ଆମେ ଜାଣିଲୁଣି କିଏ ଇନଭଲ୍ଭ ଅଛନ୍ତି ତ ଆମେ ଜଲ୍ଦି ସେମାନଙ୍କୁ ଧରିବୁ। ବହୁତ ଟିମ୍ କରାଯାଇଛି ଗଞ୍ଜାମରେ ଆମର 4ଟା ଟିମ୍ ଯେଉଁଟାକି ସାର୍ ନିଜେ ଲିଡ୍ କରୁଛନ୍ତି। ଏଠି ବ୍ରହ୍ମପୁର ମଧ୍ୟ 3ଟା ଟିମ୍ ହେଇଛି ଆଉ ଡିଫରେଣ୍ଟ ଟିମ୍ ଯାଇଛନ୍ତି ଆଉ ଡେଫିନେଟଲି ତଦନ୍ତ ଚାଲିଛି ଆମର ସେଟା।